সৌবর্ণাসন সত্তুতাং ত্রিনয়নাং পিতাং শুক্লাসিনীং হেমাভাঙ্গরুচিং শশাঙ্ক মুকুটাং সত্রম্পু সুরদ্রুতাম হস্তির্মুদ্গর পাশবদ্ধর সদাং সম্বিভ্রতি ভূষণী ব্যাপ্তাঙ্গিং বগলামুখীং ত্রিজগতাং সত্ত্বমিতিং চিন্তয়ে। জগজ্জননী মা বগলামুখী আদি দিনর ইষ্টদেবতা মঙ্গল দেবতা লক্ষ্মীনারায়ণ জগন্নাথ বলভদ্র সুভদ্রা সুদর্শনী চতুর্ধামূর্তি দেবতা ইষ্টদেবী মা ଜଗଜ୍ଜନନୀ ଖଣ୍ଡୁଆଳି ଯେଉଁମାନେ ଆଜିର ଏ ଆଷ୍ଟ୍ର ସମ୍ବାଦର ଦୈନିକ ରାଶିଫଳ କାର୍ଯ୍ୟକ୍ରମଟି ଦେଖୁଛନ୍ତି ଶୁଣୁଛନ୍ତି ସେମାନଙ୍କର ପାଇଁ ଆଜିର ଦିନଟି ସୁଖ ସମୃଦ୍ଧି ମାନସିକ ପାରିବାରିକ ଶାନ୍ତି ଉତ୍ତମ ସ୍ୱାସ୍ଥ୍ୟ ଓ ସମ୍ପଦର ଦିନ ହେଉ, ଏହା ହିଁ ଜଗନ୍ନାଥଙ୍କ ପାଖରେ କାମନା କରି ଆରମ୍ଭ କରୁଛୁ ଆଜିର ଆମର ଦୈନିକ ରାଶିଫଳ କାର୍ଯ୍ୟକ୍ରମ। ଜୟ ଜଗନ୍ନାଥ। আজি ଅପ୍ରେଲ ମାସ 29 ତାରିଖ 2025 ମସିହା ମେଷ 16 ଦିନ ବୈଶାଖ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ମଙ୍ଗଳବାର। ଦ୍ୱିତୀୟା ତିଥି ସନ୍ଧ୍ୟା 5ଟା 32 ମିନିଟ୍ ପର୍ଯ୍ୟନ୍ତ ରହିବ। ଏହାପରେ ତୃତୀୟା ତିଥି ଭୋଗ ହେବ। ଆଜିର ରାଶି ନକ୍ଷତ୍ର କୃତ୍ତିକା ବୃଷ। କୃତ୍ତିକା ନକ୍ଷତ୍ର ସନ୍ଧ୍ୟା 6ଟା 47 ମିନିଟ୍ ପର୍ଯ୍ୟନ୍ତ ରହିବ ଏବଂ ଏହାପରେ ରୋହିଣୀ ନକ୍ଷତ୍ର ଭୋଗ ହେବ। ଚନ୍ଦ୍ର ବୃଷ ରାଶିରେ ଅହରାତ୍ର 60 ଦଣ୍ଡ ଅବସ୍ଥାନ କରିବେ। ଆଜି ଶୁକ୍ଳପକ୍ଷର ଦ୍ୱିତୀୟା ତିଥି ବୈଶାଖ ମାସ ଯୋଗୁଁ ଆଜିର ଚନ୍ଦ୍ର ଦର୍ଶନ କଲେ 1 ମାସ ପର୍ଯ୍ୟନ୍ତ ଆର୍ଥିକ କଷ୍ଟ ଏବଂ ଆର୍ଥିକ ଅନାଟନରୁ ମୁକ୍ତି ପାଇବେ। ଇଏ ରହିଥିଲା ଏବଂ ଦ୍ୱିତୀୟା ତିଥି ଯୋଗୁଁ କଖାରୁ ଖାଇବା ମନା, ଖାଇଲେ ଶ୍ରୀହୀନ ହେବେ। ଏ ରହିଥିଲା ଆଜିର ପଞ୍ଜିକା। ବର୍ତ୍ତମାନ ଜାଣିନେବା କେମିତି କଟିବ 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ଦିନ। ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଦ୍ୱିତୀୟ ଚନ୍ଦ୍ର ଦ୍ୱିତୀୟା ତିଥି ମଙ୍ଗଳବାର ଓ ରବି ଚନ୍ଦ୍ର ଉଭୟଙ୍କର କ୍ଷେତ୍ର ଭୋଗ ହେଉଥିବାରୁ ଧନ ସମ୍ପଦ ପ୍ରାଚୁର୍ଯ୍ୟ ପ୍ରତିପତ୍ତି ବୃଦ୍ଧି ପାଇବ। ଆକସ୍ମିକ ଧନ ଲାଭ, କୌଣସି ବିଶେଷ ସୂତ୍ରରେ ଧନ ପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଋତ ଧନ ଫେରି ପାଇବେ। ଆୟର ନୂତନ ମାର୍ଗ ଖୋଲିବ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଧନ ସମ୍ପଦ ଏବଂ ଆୟ ଯେତେ ଅଧିକ ମିଳିଲେ ମଧ୍ୟ ଦ୍ୱିତୀୟା ତିଥି ଓ ଦ୍ୱିତୀୟ ଚନ୍ଦ୍ର ଯୋଗୁଁ ମନରେ ଆତ୍ମସନ୍ତୋଷ ଏବଂ ଆତ୍ମତୃପ୍ତି ମିଳିବ ନାହିଁ। ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ ପାଇଁ ଚୁକ୍ତିବଦ୍ଧ ହେବେ। କର୍ମରେ ସଫଳତା ମିଳିଲେ ମଧ୍ୟ କିଛି ସମସ୍ୟା ଓ ମନରେ ଅସ୍ଥିରତା ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଦ୍ୱିଜା ମେଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 6, ଆରାଧନା ମା ଚଣ୍ଡୀ। ବୃଷ ରାଶି ଶ୍ରୀ ଚନ୍ଦ୍ର ଯୋଗୁଁ ଧନ ମାନ ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖ ଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ। ଆମୋଦ ପ୍ରମୋଦ ମଉଜ ମଜଲିସରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ। ପୁତ୍ର କନ୍ୟା ଭାତୃ ଭଗ୍ନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ କିମ୍ବା ପରିବାର ସହ କୌଣସି ବୈବାହିକ କର୍ମରେ ଯୋଗ ଦେବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଆତ୍ମତୃପ୍ତି ରହିବ। କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ରୋହିଣୀ ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ନୀଳ, ସଂଖ୍ୟା 2, ଆରାଧନା ମା ଗାୟତ୍ରୀ। ମିଥୁନ ରାଶି। ମିଥୁନ ରାଶି ଦ୍ୱାଦଶ ଚନ୍ଦ୍ର ମଙ୍ଗଳବାର ଓ ଶୁକ୍ଳପକ୍ଷ ଭୋଗ ହେଉଥିବାରୁ ଆୟ 5 ଟଙ୍କା ହେଲେ ବ୍ୟୟ 25 ଟଙ୍କା ହେବ ଏବଂ ଅଯଥା ଖର୍ଚ୍ଚ ବଦ ଖର୍ଚ୍ଚ ପରିବାରର ଖର୍ଚ୍ଚ ଭାର ବୃଦ୍ଧି ପାଇବ। ଖର୍ଚ୍ଚ ଭାରରେ ଅତିଷ୍ଠ ହୋଇ ଋଣ କରିବାକୁ ପଡ଼ିପାରେ। ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ ଏବଂ ସମସ୍ତ କର୍ମରେ ଭୁଲ ନିଷ୍ପତ୍ତି ନେବେ। ମନ ଅସ୍ଥିର, ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ସ୍ୱଳ୍ପ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ। କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ। ଯେଉଁମାନଙ୍କର
आद्रा मिथुन से सतर्कता अवलम्बन करेंगे। शुभ रंग मेरून, संख्या 4, आराधना माँ त्रिपुर सुंदरी। कर्कट राशि एकादश चंद्र मंगलवार एवं रवि चंद्र उभय क्षेत्र भोग हो आकस्मिक धन लाभ, कौन विशेष सूत्र धन प्राप्ति एवं अन्य को देथिबा धन हृत धन फेरी पाइबे। धन संपद प्राचुर्य प्रतिपत्ति वृद्धि पाइब एवं आयर नूतन मार्ग खोल। नूतन कर्मारंभ, व्यवसाय आरंभ, विदेश यात्रार सुजोग जुटिब। धनर सत् विनियोग करेंगे एवं उन्नतिमूलक कर्म धन विनियोग करेंगे। मनरे उन्नत चिंताधारा उच्चाभिलाष प्रकाश पाइब एवं उन्नतिमूलक कर्म ध्यान अधिक रहिब। वाणिज्य व्यवसाय परिवहन में आय अति उत्तम हेब। कर्म असाठू अधिक सफलता, उच्च सम्मान, उच्च पदवी प्राप्त हेब। जो मानकर पुनर्वसु और स्त्रीसा कर्कट से सुफल पाइबे। शुभ रंग धड़ा, संख्या 1, आराधना भगवान शिव। सिंह राशि दशम चंद्र मंगलवार और रविंकर क्षेत्र भोग हो असंभव को संभव कर समर्थ हे एवं समस्त आशा आकांक्षा अभिलाष पूर्ण हेब। एवं आज जेकोसी कर्म आरंभ करेंगे से 100% सफलता पाइबे। कर्म प्रति एकाग्रता आंतरिकता अधिक रहिब। समस्त कर्म आशा ठारू अधिक सफलता और समस्त कर्म आपणकर कर्मकुशलता, कर्मतत्परता, कार्यदक्षता और समयानुवर्तिता प्रकाश पाइब। भाग्य अपेक्षा कर्म अधिक गुरुत्व एवं विश्वास एवं व्यवसाय अपेक्षा कर्म अधिक सफलता मिल। वाणिज्य व्यवसाय परिवहन में आय जहाँ मन आत्मसंतोष आत्मतृप्ति रहिब। जो मानकर पूर्व फाल्गुनी सिंह से उपकृत हेबे। शुभ रंग गोलापी, संख्या 3, आराधना प्रभु श्री जगन्नाथ। कन्या राशि नवम चंद्र जो गुरुजन कृपा, क्षमताशाली व्यक्ति सहायता एवं राजनैतिक व्यक्ति शुभदृष्टि रही। मनरे उन्नत चिंताधारा उच्चाभिलाष प्रकाश पाइब एवं उन्नतिमूलक कर्म ध्यान अधिक रहिब। गुरुजन प्रति सम्मान, लघुजन प्रति स्नेह श्रद्धा आंतरिकता अधिक रहिब। परोपकार समाज सेवा धार्मिक कर्म अधिक आग्रह रहिब एवं महत् व्यक्ति सान्निध्य लाभ करेंगे। वाणिज्य व्यवसाय परिवहन में आय अति उत्तम हेब। कर्म असाठू अधिक सफलता और पदस्थ अधिकारी शुभदृष्टि रही। जो मानकर हस्ता और चित्रा कन्या से उपकृत हेबे। शुभ रंग मेरून, संख्या 4, आराधना माँ त्रिपुर सुंदरी। तुला राशि अष्टम चंद्र मंगलवार जो वाद विवाद, स्वास्थ्य, आर्थिक कारोबार एवं जानवाहन आरोहण काल सतर्कता अवलम्बन करेंगे। धन क्षति, मानसिक अस्थिरता, परिवार मनमालिन्य, सौजन्य विवाद, पड़ोशी सतिक्तता एवं शारीरिक पीड़ा भोगे। चाली चलन व्यवहार कथबार्ता विवाद हेब एवं समस्त कर्म भूल निष्पत्ति नेबे। वाणिज्य व्यवसाय परिवहन में आय ठारू व्यय अधिक हेब। कर्म विफलता और समस्त कर्म अଯଥା विलंब देखादेव। जो मानकर स्वाति तुला से सतर्कता अवलम्बन करेंगे। शुभ रंग नील, संख्या 2, आराधना माँ गायत्री। बिच्छा राशि घात चंद्र जो मनरे दुश्चिंता, दुर्भावना और हतोत्साह भाव प्रकाश पाइब। धन क्षति, मानसिक अस्थिरता, परिवार मनमालिन्य, दाम्पत्य जीवन में कलहर सूत्रपात हेब। परिचित महिला अपमान मिलपारे किंबा सह विवाद उग्र रूप धारण करें। मूल्यवान पदार्थ नष्ट किंबा हजि जापे एवं परिवार में अशांतिर वातावरण रही पारे। वाणिज्य व्यवसाय परिवहन में आय ठारू खर्च अधिक हेब। कर्म विफलता और महिला सहकर्मी विरोधर सम्मुखीन हेबे। जो मानकर अनुराधा इच्छा से सतर्कता अवलम्बन करेंगे। शुभ रंग हलदिया, संख्या 6, आराधना माँ बगलामुखी। धनु राशि षष्ठ चंद्र मंगलवार और रविंकर क्षेत्र भोग हो शुक्ल पक्ष जो रोग, ऋण, दुख, शोक, क्लेश, मानसिक अवसाद सामयिक मुक्ति मिल। शत्रुमान मित्रतार हाथ बढ़ाइबे एवं आपण वक्तव्य संबोधन शक्ति रहिब। परोपकार, समाज सेवा, धार्मिक कर्म अधिक आग्रह रहिब एवं उन्नतिमूलक कर्म ध्यान अधिक रहिब। वाणिज्य व्यवसाय परिवहन में आय अति उत्तम हेब। कर्म असाठू अधिक सफलता और कर्मस्थान समस्त बाधा विघ्न और प्रतिबंधक दूर हेब।
ଯେଉଁମାନଙ୍କର ପୂର୍ବାଷାଢ଼ ଧନୁ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ଲାଲ, ସଂଖ୍ୟା 5, ଆରାଧନା ମା ତାରା। ମକର ରାଶି, ପଞ୍ଚମ ଚନ୍ଦ୍ର ଓ ଘାତ ନକ୍ଷତ୍ର ଭୋଗ ହେଉଥିବାରୁ ଘାତ ନକ୍ଷତ୍ର ପ୍ରଭାବ ବିଶେଷ ରହିବ ନାହିଁ। ବିଦ୍ୟା, ବୁଦ୍ଧି, ଜ୍ଞାନ, ଗାରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତିର ବିକାଶ ଘଟିବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ତାଙ୍କ ଚାଲି ଚଳନ, ବ୍ୟବହାର, କଥାବାର୍ତ୍ତା, କର୍ମକୁ ନେଇ ଗର୍ବ ଅନୁଭବ କରିବେ। ପୈତୃକ ସମ୍ପତ୍ତିକୁ ନେଇ ଥିବା ବିବାଦ, ଜମିଜମା ବିବାଦ, ପାରିବାର ବିବାଦର ସରଳ ସମାଧାନ ହେବ ଏବଂ ନୂତନ ବିଦ୍ୟା, କଳା, ସଂସ୍କୃତି ପ୍ରତି ମନରେ ଅଧିକ ଆଗ୍ରହ ରହିବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ ହେବ। ଯେଉଁମାନଙ୍କର ଶ୍ରବଣା ଓ ଧନିଷ୍ଠା ମକର ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ବାଇଗଣୀ, ସଂଖ୍ୟା 11, ଆରାଧନା ମା ଦୁର୍ଗା। କୁମ୍ଭ ରାଶି, ଚତୁର୍ଥ ଚନ୍ଦ୍ର ମଙ୍ଗଳବାର ଯୋଗୁଁ ମନରେ ଅସ୍ଥିରତା, ପରିବାରରେ ମନମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଶାରୀରିକ ପୀଡ଼ା ଭୋଗିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି। ସ୍ୱଜନ ପରିଜନଙ୍କ ସହ ବିବାଦ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ। ଧନକୁ ନେଇ ବିବାଦ ଓ ମାଲି ମକଦ୍ଦମାରେ ପଡ଼ିପାରନ୍ତି ଏବଂ ଯାନବାହନରେ ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ବାଣିଜ୍ୟ ବ୍ୟବସାୟରେ କ୍ଷତି, ପରିବହନ ବ୍ୟବସାୟରେ ବିପର୍ଯ୍ୟୟର ସାମ୍ନା କରିବେ। କର୍ମରେ ବିଫଳତା ଓ ପଦସ୍ଥ ଅଧିକାରୀଙ୍କର ରୋଷର ଶିକାର ହେବେ। ଯେଉଁମାନଙ୍କର ଶତଭିଷା କୁମ୍ଭ ସେମାନେ ସତର୍କତା ଅବଲମ୍ବନ କରିବେ। ଶୁଭ ରଙ୍ଗ ଇନ୍ଦ୍ରନୀଳ, ସଂଖ୍ୟା 6, ଆରାଧନା ମା କାଳୀ। ଶେଷ ରାଶି ମୀନ ରାଶି। ମୀନ ରାଶି, ତୃତୀୟ ଚନ୍ଦ୍ର ମଙ୍ଗଳବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଆର୍ଥିକ ସ୍ଥିତିରେ ଉନ୍ନତି ଦେଖାଦେବ ଏବଂ ମହତ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିବେ। ମନରେ ଉତ୍ସାହ, ଉଦ୍ଦୀପନା, ପରିବାରରେ ସୁଖ ଶାନ୍ତି, ସ୍ୱଜନରେ ସୁସମ୍ପର୍କ, ପଡ଼ୋଶୀଙ୍କ ସହ ସାହାଯ୍ୟ ସହଯୋଗ ଏବଂ ଭାଇ ଭଉଣୀଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା, ଆନ୍ତରିକତା ଅଧିକ ରହିବ। ସୁଖବର, ସୁସମ୍ବାଦ ମିଳିବ ଏବଂ ସମସ୍ତ କର୍ମରେ ସୁଚିନ୍ତିତ ପଦକ୍ଷେପ ନେବେ। ପୁତ୍ର, କନ୍ୟା, ଭାତୃ, ଭଗିନୀଙ୍କର ବୈବାହିକ କର୍ମର ଆୟୋଜନ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଅତି ଉତ୍ତମ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର ସଫଳତା ଶୀର୍ଷରେ ରହିବ। ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ। ଶୁଭ ରଙ୍ଗ ହଳଦିଆ, ସଂଖ୍ୟା 5, ଆରାଧନା ମା ଧୂମାବତୀ। ଇଏ ଥିଲା ଆଜିର 12ଟି ରାଶିର ବ୍ୟକ୍ତିମାନଙ୍କର ଆଜିର ରାଶିଫଳ। ସମସ୍ତ ରାଶିର ବ୍ୟକ୍ତିମାନେ ଦିନଟି ଶୁଭ ହେବା ପାଇଁ ଉକ୍ତ ମନ୍ତ୍ରଟି ଋଷାଦି କରି ପାଠ କରନ୍ତୁ। ଋଷାଦିଟି ହେଲା ମତ୍ସ୍ୟଶ୍ରୀ ମଙ୍ଗଳ ମହାମନ୍ତ୍ରସ୍ୟ ବିରୂପାକ୍ଷ ଋଷି ଅନୁଷ୍ଠୁପ ଛନ୍ଦଃ ଅଦ୍ୟ ଦିବସ ଦିବସାଧିପତି ମଙ୍ଗଳ ଦେବତା ସୁପ୍ରୀତୟେ। ମଙ୍ଗଳ ଦେବତା ମନ୍ତ୍ର 178 ସଂଖ୍ୟକ ମନ୍ତ୍ର ଜପେ ବିନିଯୋଗ। ଏ ଋଷାଦିଟିକି ଥରେ କରିବେ ଏବଂ ମନ୍ତ୍ରଟି ହେଲା ଓଁ ହୁଁ ଶ୍ରୀଂ ମଙ୍ଗଳାୟ ନମଃ। ଏ ମନ୍ତ୍ରକୁ ସକାଳେ 108 ଏବଂ ସନ୍ଧ୍ୟାରେ 108 ପାଠ କରନ୍ତୁ। ନିଶ୍ଚିତ ଭାବରେ ଦିନଟି ଆପଣଙ୍କର ମଙ୍ଗଳମୟ ଏବଂ ଶୁଭମୟ ହେବ। ଆଜି ତ ସମୟ ସରିଯାଇଛି, ଆସନ୍ତାକାଲି ଦେଖା ହେବ ଠିକ୍ ଏହି ସମୟରେ। ବିଦାୟ ଦିଅନ୍ତୁ। ଜୟ ଜଗନ୍ନାଥ।